ଏକ ସବୁଜ ଘାସରେ ଡେଜି ନାମକ ଏକ ଗାଈ ଉଷ୍ମ ସୂର୍ଯ୍ୟ ତଳେ ଚରାଉଥିଲା। ସେ ତାଜା ଘାସର ମିଠା ସ୍ୱାଦ ଏବଂ ତା କାନକୁ ଘୋର ଘୋର ପବନକୁ ଭଲ ପାଉଥିଲା। ସେ ବୁଲିବା ସମୟରେ ସେ ବେନି ନାମକ ଏକ ବନ୍ଧୁତ୍ୱପୂର୍ଣ୍ଣ ଖରଗୋଶକୁ ଭେଟିଲା ଯିଏ ତାର ମଧ୍ୟାହ୍ନ ଭୋଜନ ପାଇଁ ଗାଜର ସଂଗ୍ରହ କରିବାରେ ବ୍ୟସ୍ତ ଥିଲା। ଡେଜି ଏବଂ ବେନି ଘନିଷ୍ଠ ବନ୍ଧୁ ହୋଇଗଲେ ଏବଂ ସେମାନେ ଏକାଠି ଘାସ ଅନୁସନ୍ଧାନ କରିବାରେ ସେମାନଙ୍କର ଦିନ ବିତାଇଲେ। ଡେଜି ପ୍ରାୟତଃ ସର୍ବୋତ୍ତମ ଚରିବା ସ୍ଥାନ ବିଷୟରେ ତାଙ୍କର ଜ୍ଞାନ ବାଣ୍ଟିବେ, ଯେତେବେଳେ ବେନି ତାଙ୍କୁ ଉଚ୍ଚ ଘାସ ମଧ୍ୟରେ ଲୁଚି ରହିଥିବା ଗୁପ୍ତ ପଥ ଦେଖାଇବେ। ଦିନେ ଏକ ଭୟଙ୍କର ଝଡ଼ ଆସିଲା ଏବଂ ଘାସ ପାଣିରେ ବୁଡ଼ିଗଲା। ଡେଜି ଏବଂ ବେନି ଏକାଠି ଘଷି ରହି ପାଣି କମିବା ପାଇଁ ଅପେକ୍ଷା କଲେ। ଯେତେବେଳେ ସୂର୍ଯ୍ୟ ମେଘ ଦେଇ ଛିଣ୍ଡିଲା, ସେମାନେ ବାହାରକୁ ବାହାରି ଦେଖିଲେ ଯେ ସେମାନଙ୍କର ଘର ଧୋଇ ହୋଇଯାଇଛି। ବିନା ଦ୍ୱିଧାରେ ଡେଜି ବେନିଙ୍କୁ ସାମଗ୍ରୀ ସଂଗ୍ରହ କରିବାରେ ସାହାଯ୍ୟ କରିବା ପାଇଁ ତାଙ୍କ ଶକ୍ତିଶାଳୀ ଖୁର ବ୍ୟବହାର କଲେ ଏବଂ ଏକାଠି ସେମାନେ ଏକ ନୂତନ ଆରାମଦାୟକ ଗର୍ତ୍ତ ନିର୍ମାଣ କଲେ। ଯେତେବେଳେ ସେମାନେ ଭିତରେ ବସିଥିଲେ, ଶୁଷ୍କ ଏବଂ ଉଷ୍ମ, ଡେଜି ବେନିକୁ ହସି କହିଲେ, ବନ୍ଧୁତା ହେଉଛି ସର୍ବୋତ୍ତମ ସମ୍ପତ୍ତି। ବେନି ସମ୍ମତିରେ ମୁଣ୍ଡ ହଲାଇଲେ ଏବଂ ସେମାନେ ଏକ ହୃଦୟସ୍ପର୍ଶୀ ମୁହୂର୍ତ୍ତ ଅଂଶୀଦାର କଲେ। ସେମାନେ ଯେଉଁ ଘାସକୁ ଘର ବୋଲି କହୁଥିଲେ ସେଠାରେ ପରସ୍ପରର ସାଥ ପାଇଁ କୃତଜ୍ଞ।